ଯଦି ଆପଣମାନେ ମୋ ପରି ଆପଣଙ୍କ ଦିନ ୱେଷ୍ଟରେ ଯାଉଛି, ୱେଷ୍ଟରେ କଟୁଛି, ତାହେଲେ ଆପଣମାନେ ୟାକୁ ଫଲୋ କରନ୍ତୁ। ତାହେଲେ ଆପଣମାନେ ନିଶ୍ଚୟ ଆପଣଙ୍କର ଦିନକୁ, ଆପଣଙ୍କର ଆଉ ଡେକୁ ପ୍ରଡ଼କ୍ଟିଭିଟି କରିପାରିବେ। ହଁ, ସତ କଥା ଭାଇମାନେ। ଆମେ ଯଦି ଆମର ଦିନକୁ ପ୍ରଡ଼କ୍ଟିଭିଟି କରିବାକୁ ହେଲେ ଆମେ ନିଜ ବାପା ମାଆଙ୍କର ଷ୍ଟ୍ରାଟେଜିକୁ, ନିଜର ଟାଇମ୍ ଟେବୁଲ୍ ଫଲୋର ସିଷ୍ଟମ୍କୁ ଆମେ ଫଲୋ କରିବା ଦରକାର। ସେମାନେ ଯେଉଁ ଟାଇମ୍ ଟେବୁଲ୍କୁ ଫଲୋ କରୁଛନ୍ତି ତାଙ୍କର ସିଷ୍ଟମ୍କୁ ଆମେ ଫଲୋ କରିବା ଦରକାର। ଯଦି ସେମାନଙ୍କର ସିଷ୍ଟମ୍କୁ ଆମେ ଫଲୋ କରିବା ନା, ନିଶ୍ଚୟ ଆମେ ଆମର ଦିନ କେବେ ୱେଷ୍ଟଲି ଆଉ ୟୁଜଲେସ୍ ହେବନି। ଆମେ ୱେଷ୍ଟ କରିବା ଆମେ ବନ୍ଦ କରିଦେବା। ଯଦି ଆପଣମାନେ ମୋ ପରି ସିଚୁଏସନ୍ରେ ଆପଣ ଜର୍ଣ୍ଣି କରୁଛନ୍ତି, ତାହେଲେ ଆଉ ଏଇ ଷ୍ଟ୍ରାଟେଜିକୁ ଫଲୋ କରନ୍ତୁ, ଯାହାଫଳରେ ଆପଣଙ୍କର ଦିନ ପ୍ରଡ଼କ୍ଟିଭିଟି ହେଇପାରିବ। ସେମାନେ ନିଜର ପ୍ରଡ଼କ୍ଟିଭିଟି, ନିଜର ଫ୍ୟାମିଲିକୁ ମେଣ୍ଟେନାନ୍ସ କରିବା ପାଇଁ, ନିଜର ଫ୍ୟାମିଲିକୁ ପୋଷଣ କରିବା ପାଇଁ, ନିଜର ଫ୍ୟାମିଲିକୁ ଚଳାଇବା ପାଇଁ ସେମାନେ ଆସନ୍ତାକାଲି କ'ଣ କରାହେବ ତା ଅଲରେଡ଼ି ସେମାନଙ୍କ ମନରେ, ସେମାନଙ୍କ ମାଇଣ୍ଡରେ ଆଉ ଟାଇମ୍ ଟେବୁଲ୍କୁ ଭାବିକି ସେମାନେ ଅଲରେଡ଼ି ପ୍ରିଣ୍ଟ କରିସାରିଛନ୍ତି। ପ୍ରିଣ୍ଟ କରିସାରି ସେମାନେ ଯେତେବେଳେ ସକାଳ ଆରମ୍ଭ ହୁଏ, ସେ ଦିନଟି ଆରମ୍ଭ ହୁଏ 3ଟା 4ଟାରୁ ଉଠି ସେମାନେ ଆଉ ନିଜର ପ୍ଲାନିଂକୁ ସେମାନେ ଆକ୍ଟିଭ୍ ମୋଡ଼୍ରେ ଥାନ୍ତି। ଯାହାଫଳରେ ସେମାନେ ଯଦି ପ୍ରାୟ ମାଆମାନେ ଆମେ ଦେଖିଥାଉ, ଆଉ ସେମାନେ ସକାଳ 3ଟା 4ଟାରୁ ଉଠି ସେମାନେ ଖାଦ୍ୟ ପ୍ରସ୍ତୁତ କରି ସାରିଲା ପରେ ସେମାନେ ନିତ୍ୟକର୍ମ ସାରି ଦିଅନ୍ତି। ଯାହାଫଳରେ ସେମାନେ ସକାଳୁ ଆଉ ନିଜର ଆକ୍ଟିଭ୍ ଫିଜିକାଲ୍ କାମରେ ଲାଗି ପଡ଼ନ୍ତି। ଯାହାଫଳରେ ଆମେ ତାଙ୍କର ପରିଶ୍ରମରେ, ତାଙ୍କର ହାର୍ଡ଼ୱାର୍କରେ ଆମେ ଆଉ ତାଙ୍କ ହାର୍ଡ଼ୱାର୍କ ଦ୍ୱାରା ଆମେ ଆଉ ନିଜକୁ ଏଜୁକେସନ୍ ଦେଇପାରୁଛୁ, ନିଜକୁ ଆଉ ଇମ୍ପ୍ରୁଭମେଣ୍ଟ କରିପାରୁଛୁ। ସେଇଥିପାଇଁ ଯଦି ଆମେ ନିଜର ଦିନକୁ ଯଦି ଆମେ ପ୍ରଡ଼କ୍ଟିଭିଟି ବନେଇବାକୁ ଚାହୁଁଛୁ, ତାହେଲେ ଆପଣମାନେ ୟାକୁ ନିଶ୍ଚୟ ଫଲୋ କରନ୍ତୁ। ତାହେଲେ ଯଦି ଆପଣମାନେ ମୋ ପରି ଟାଇମ୍ ୱେଷ୍ଟ କରୁଛନ୍ତି, ଯଦି ଆପଣମାନେ ମୋ ପରି ଦିନଟିକୁ ଆପଣଙ୍କର ୱେଷ୍ଟରେ ଯାଉଛି, ତାହେଲେ ଆପଣମାନେ ୟାକୁ ଫଲୋ କରନ୍ତୁ। ମୁଁ ବି ଟ୍ରାଏ କରିବି ଏ ଷ୍ଟ୍ରାଟେଜିକୁ ଫଲୋ କରିବା ପାଇଁ। ଆଉ ଆଜିଠୁ ମୁଁ ଏଇ ଷ୍ଟ୍ରାଟେଜିକୁ ଫଲୋ କରି ଆଉ ନିଜର ଦିନକୁ ପ୍ରଡ଼କ୍ଟିଭିଟି କ୍ରିଏଟ୍ କରିବାକୁ ଚାହୁଁଛି। ଯଦି ଆପଣମାନେ ଚାହୁଁଛନ୍ତି, ତାହେଲେ ୟାକୁ ନିଶ୍ଚୟ ଫଲୋ କରନ୍ତୁ।